ନା ନା କଂଗ୍ରେସ ଭାଗ୍ୟ ଏ ଭକ୍ତ ଦାସ ଆସିଲା ପରେ ଅଦ୍ଭୁତ ପ୍ରକାର ବଦଳୁଛି। ଦେଶାଇ ଜଣେ ସୁସଂଗଠକ, ଗୁଜରାଟ କଂଗ୍ରେସର ଜଣେ ଆଗଧାଡ଼ିର ନେତା, ଭାରତ ବର୍ଷର ସେବା ଦଳ ଦାୟିତ୍ୱରେ ଅଛନ୍ତି, ବହୁ ପଦପଦବୀରେ ଆଗରୁ ଥିଲେ ଏବଂ ରାହୁଲ ଗାନ୍ଧୀ ଖଗଡ଼େ ଚଏସ୍ କଲେ ଓଡ଼ିଶା ଭଳି ରାଜ୍ୟରେ କିପରି ସଂଗଠନ ସୁଦୃଢ଼ ହେବ, ଭକ୍ତ ଦାସଙ୍କ ହାତ ମୁଠା ଟାଣ ହେବ, ରାହୁଲ ଗାନ୍ଧୀଙ୍କ ମୁଠା ହାତ ମୁଠା ଟାଣ ହେବ। ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ସେବା ଦଳ, ଆଦିବାସୀ ସେଲ୍, ହରିଜନ ସେଲ୍ ଏବଂ ମାଇନର କମ୍ୟୁନିଟି ସେଲ୍ ଆକ୍ଟିଭ ହେବେ। ସେଇଥିପାଇଁ ଦେଶାଇକି ନିଯୁକ୍ତି କରିଛନ୍ତି। ଅଭିନନ୍ଦନ। ଅଜୁ ଲବଲି ମଧ୍ୟ ଭଲ ଲୋକ ଥିଲେ। ଉତ୍ତରପ୍ରଦେଶ ଇଲେକ୍ସନ୍ ପାଇଁ ରାହୁଲ ଗାନ୍ଧୀ ତାଙ୍କୁ ଚଏସ୍ କଲେ, ତେମେ ଯାଇ ଉତ୍ତରପ୍ରଦେଶର କଂଗ୍ରେସ ସଂଗଠନ ଦୁର୍ବଳ, ତାକୁ ସବଳ କର, ଇଲେକ୍ସନରେ କେମିତି ଜିତିବା ବ୍ୟବସ୍ଥା କର। ତେଣୁ ଉତ୍ତରପ୍ରଦେଶ ତାଙ୍କୁ ଫେରେଇ ନେଇଛନ୍ତି। ନା ନା କଂଗ୍ରେସ ଭାଗ୍ୟ ଏ ଭକ୍ତ ଦାସ ଆସିଲା ପରେ ଅଦ୍ଭୁତ ପ୍ରକାର ବଦଳୁଛି। ଆମେ ଦୈନନ୍ଦିନ ଲୋକଙ୍କ ପାଖକୁ ଯାଉଛୁ। ସବୁ ନେତାଙ୍କୁ ସେ ଅର୍ଡ଼ର କରିଛନ୍ତି, ଯେତେ ଜିଲ୍ଲା ସଭାପତି, ଯେତେ ଏକ୍ସ ଏମ୍ଏଲ୍ଏ, ଯେତେ ପ୍ରେଜେଣ୍ଟ ଏମ୍ଏଲ୍ଏ, ଯେତେ ଟାଣୁଆ ନେତା, ତୃଣମୂଳ ସ୍ତରକୁ ଯାଅ, ପଞ୍ଚାୟତ ସ୍ତରକୁ ଯାଅ। ଆମେ ସବୁ ପଞ୍ଚାୟତକୁ ଯାଇ ସଂଗଠନ ସୁଦୃଢ଼ କରୁଛୁ। କମିଂ ପଞ୍ଚାୟତ ଇଲେକ୍ସନରେ କଂଗ୍ରେସ ଯେମିତି ବିପୁଳ ବିଜୟ ହେବ ଏବଂ ଚେୟାରମ୍ୟାନ୍ ଭୋଟରେ ଜିତିବ। ଅର୍ବାନକୁ ଆମେ ବି ସଜାଡ଼ୁଛୁ, ମ୍ୟୁନିସିପାଲିଟି ଭୋଟ ମୁଣ୍ଡ ଉପରେ। ତେଣୁ ଆମେ ସବୁ ଲାଗି ପଡ଼ିଛୁ। ଭକ୍ତ ଦାସ ନେତୃତ୍ୱରେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ, ଖଗଡ଼ଙ୍କ ନେତୃତ୍ୱରେ ଖୁବ୍ ବଢ଼ିଆ ହେଉଛି। ଦେଶାଇ ଜଣେ ସୁସଂଗଠକ, ଗୁଜରାଟ କଂଗ୍ରେସର ଜଣେ ଆଗଧାଡ଼ିର ନେତା, ଭାରତ ବର୍ଷର ସେବା ଦଳ ଦାୟିତ୍ୱରେ ଅଛନ୍ତି, ବହୁ ପଦପଦବୀରେ ଆଗରୁ ଥିଲେ ଏବଂ ରାହୁଲ ଗାନ୍ଧୀ ଖଗଡ଼େ ଚଏସ୍ କଲେ ଓଡ଼ିଶା ଭଳି ରାଜ୍ୟରେ କିପରି ସଂଗଠନ ସୁଦୃଢ଼ ହେବ, ଭକ୍ତ ଦାସଙ୍କ ହାତ ମୁଠା ଟାଣ ହେବ, ରାହୁଲ ଗାନ୍ଧୀଙ୍କ ମୁଠା ହାତ ମୁଠା ଟାଣ ହେବ। ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ସେବା ଦଳ, ଆଦିବାସୀ ସେଲ୍, ହରିଜନ ସେଲ୍ ଏବଂ ମାଇନର କମ୍ୟୁନିଟି ସେଲ୍ ଆକ୍ଟିଭ ହେବେ। ସେଇଥିପାଇଁ ଦେଶାଇକି ନିଯୁକ୍ତି କରିଛନ୍ତି। ଅଭିନନ୍ଦନ। ଅଜୁ ଲବଲି ମଧ୍ୟ ଭଲ ଲୋକ ଥିଲେ। ଉତ୍ତରପ୍ରଦେଶ ଇଲେକ୍ସନ୍ ପାଇଁ ରାହୁଲ ଗାନ୍ଧୀ ତାଙ୍କୁ ଚଏସ୍ କଲେ, ତେମେ ଯାଇ ଉତ୍ତରପ୍ରଦେଶର କଂଗ୍ରେସ ସଂଗଠନ ଦୁର୍ବଳ, ତାକୁ ସବଳ କର, ଇଲେକ୍ସନରେ କେମିତି ଜିତିବା ବ୍ୟବସ୍ଥା କର। ତେଣୁ ଉତ୍ତରପ୍ରଦେଶ ତାଙ୍କୁ ଫେରେଇ ନେଇଛନ୍ତି। ନା ନା କଂଗ୍ରେସ ଭାଗ୍ୟ ଏ ଭକ୍ତ ଦାସ ଆସିଲା ପରେ ଅଦ୍ଭୁତ ପ୍ରକାର ବଦଳୁଛି। ଆମେ ଦୈନନ୍ଦିନ ଲୋକଙ୍କ ପାଖକୁ ଯାଉଛୁ। ସବୁ ନେତାଙ୍କୁ ସେ ଅର୍ଡ଼ର କରିଛନ୍ତି, ଯେତେ ଜିଲ୍ଲା ସଭାପତି, ଯେତେ ଏକ୍ସ ଏମ୍ଏଲ୍ଏ, ଯେତେ ପ୍ରେଜେଣ୍ଟ ଏମ୍ଏଲ୍ଏ, ଯେତେ ଟାଣୁଆ ନେତା, ତୃଣମୂଳ ସ୍ତରକୁ ଯାଅ, ପଞ୍ଚାୟତ ସ୍ତରକୁ ଯାଅ। ଆମେ ସବୁ ପଞ୍ଚାୟତକୁ ଯାଇ ସଂଗଠନ ସୁଦୃଢ଼ କରୁଛୁ। କମିଂ ପଞ୍ଚାୟତ ଇଲେକ୍ସନରେ କଂଗ୍ରେସ ଯେମିତି ବିପୁଳ ବିଜୟ ହେବ ଏବଂ ଚେୟାରମ୍ୟାନ୍ ଭୋଟରେ ଜିତିବ। ଅର୍ବାନକୁ ଆମେ ବି ସଜାଡ଼ୁଛୁ, ମ୍ୟୁନିସିପାଲିଟି ଭୋଟ ମୁଣ୍ଡ ଉପରେ। ତେଣୁ ଆମେ ସବୁ ଲାଗି ପଡ଼ିଛୁ। ଭକ୍ତ ଦାସ ନେତୃତ୍ୱରେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ, ଖଗଡ଼ଙ୍କ ନେତୃତ୍ୱରେ ଖୁବ୍ ବଢ଼ିଆ ହେଉଛି।